नमस्कार सुरभि कार्यक्रम 2025 ପାଇଁ ଆମେ ଏହି ଭିडिଓ ମାଧ୍ୟମରେ ମୋଷ୍ଟ ଇମ୍ପୋର୍ଟାଣ୍ଟ ହିଷ୍ଟ୍ରିର କ୍ୱିଜ୍ କୁ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, କେଉଁ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା? ଏହାର ଉତ୍ତର ହେଉଛି 1936 ମସିହାରେ। ଓଡ଼ିଶାର ପ୍ରାଚୀନ ନାମ କ'ଣ? ଏହାର ଉତ୍ତର ହେଉଛି କଳିଙ୍ଗ ଓ ଉତ୍କଳ। ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କ ନାମ କ'ଣ? ଉତ୍ତର ସାର୍ ଜନ୍ ଅଷ୍ଟିନ୍ ହବାକ୍। କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଏହାର ସଠିକ୍ ଉତ୍ତର ହେଉଛି ଖ୍ରୀଷ୍ଟପୂର୍ବ 261। କଳିଙ୍ଗ ଯୁଦ୍ଧ କେଉଁ ନଦୀ କୂଳରେ ହୋଇଥିଲା? ଉତ୍ତର ଦୟା ନଦୀ କୂଳରେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଚୌଦ୍ୱାର ଦୁର୍ଗର ନିର୍ମାତା କିଏ? ଉତ୍ତର ଯଯାତି କେଶରୀ। ପରବର୍ତ୍ତୀ ପ୍ରଶ୍ନ, ପ୍ରାଚୀନ କଳିଙ୍ଗ ପ୍ରଦେଶର ରାଜଧାନୀର ନାମ କ'ଣ ଥିଲା? ଉତ୍ତର ତୋଶାଳୀ। ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଓଡ଼ିଶା କେବେ ଆସିଥିଲେ? ଏହାର ଉତ୍ତର 24/3/1921। ପାଇକ ବିଦ୍ରୋହ କେବେ ହୋଇଥିଲା? ଏହାର ଉତ୍ତର ହେଉଛି 1817 ମସିହାରେ। ପାଇକ ବିଦ୍ରୋହର ମୁଖ୍ୟ ପାଇକ କିଏ ଥିଲେ? ଉତ୍ତର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର। ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି କିଏ? ଏହାର ଉତ୍ତର ହେଉଛି ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ। କେଉଁ ରାଜାଙ୍କ ସମୟରେ ଲିଙ୍ଗରାଜ ମନ୍ଦିର ନିର୍ମାଣ କରାଯାଇଥିଲା? ଉତ୍ତର ରାଜା ଦ୍ୱିତୀୟ ଯଯାତି। କେଉଁ ରାଜା ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ? ଏହାର ଉତ୍ତର ଚୋଡ଼ଗଙ୍ଗ ଦେବ। ସୋମବଂଶୀ ଶାସନର ଅବସାନ ପରେ ଓଡ଼ିଶାର କେଉଁ ବଂଶର ରାଜତ୍ୱ ଆରମ୍ଭ ହୋଇଥିଲା? ଉତ୍ତର ଗଙ୍ଗବଂଶ। ଓଡ଼ିଶାର ସର୍ବପ୍ରାଚୀନ ମସଜିଦ୍ କେଉଁଠାରେ ଅବସ୍ଥିତ? ଉତ୍ତର ଦରଘା ବଜାର, କଟକ। କେଉଁ ରାଜା କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ? ଉତ୍ତର ଲାଙ୍ଗୁଳା ନରସିଂହ ଦେବ। କୋଣାର୍କ ମନ୍ଦିରରେ କେତେଗୋଟି ଚକ ଓ କେତେଗୋଟି ଘୋଡ଼ା ରହିଛି? ଉତ୍ତର 24ଟି ଚକ 7ଟି ଘୋଡ଼ା ରହିଛି। କଟକ ସହରର ପ୍ରତିଷ୍ଠାତା କିଏ? ଏହାର ସଠିକ୍ ଉତ୍ତର ହେଉଛି ନୃପକେଶରୀ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। କଟକ ସହରର ପୁରାତନ ନାମ କ'ଣ? ଉତ୍ତର ଅଭିନବ ବାରଣାସୀ କଟକ। ସୂର୍ଯ୍ୟବଂଶର ଶେଷ ସମ୍ରାଟ କିଏ ଥିଲେ? ଏହାର ସଠିକ୍ ଉତ୍ତର ହେଉଛି ରାଜା ପ୍ରତାପରୁଦ୍ର ଦେବ। ଓଡ଼ିଶାର ଶେଷ ଓ ସ୍ୱାଧୀନ ରାଜା କିଏ ଥିଲେ? ଉତ୍ତର ମୁକୁନ୍ଦ ଦେବ। ଶ୍ରୀ ଚୈତନ୍ୟ ପୁରୀରେ କେତେ ବର୍ଷ ରହିଥିଲେ? ଏହାର ଉତ୍ତର ହେଉଛି 18 ବର୍ଷ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଓଡ଼ିଶାରେ ମୁସଲମାନ ଶାସନର ଆରମ୍ଭ କେବେ ହୋଇଥିଲା? ଉତ୍ତର 1568 ମସିହାରେ। ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ କିଏ? ଉତ୍ତର ଉତ୍କଳ ଗୌରବ ମଧୁସୂଦନ ଦାସ। ଉତ୍କଳ କଂଗ୍ରେସ କମିଟିର ପ୍ରଥମ ସଭାପତି କିଏ? ଉତ୍ତର ପଣ୍ଡିତ ଗୋପବନ୍ଧୁ ଦାସ। ଓଡ଼ିଶାରେ ମହିମା ଧର୍ମର ପ୍ରତିଷ୍ଠାତା କିଏ? ଏହାର ଉତ୍ତର ହେଉଛି ମହିମା ଗୋସାଇଁ। ମୟୂରଭଞ୍ଜ ଓଡ଼ିଶାରେ କେବେ ମିଶିଥିଲା? ଉତ୍ତର 1 ଜାନୁଆରୀ 1949 ମସିହା। ବିର୍ସା ମୁଣ୍ଡାଙ୍କ ମୃତ୍ୟୁ କେବେ ହୋଇଥିଲା? ଉତ୍ତର 1900 ମସିହା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ବୀର ସଂଗ୍ରାମୀ ଶିଶୁ ନାବିକ ଭାବେ କିଏ ପରିଚିତ? ଏହାର ଉତ୍ତର ହେଉଛି ବାଜି ରାଉତ। ଓଡ଼ିଶାରେ ପର୍ତ୍ତୁଗୀଜମାନେ କେଉଁ ସ୍ଥାନରେ ବାସ କରୁଥିଲେ? ଉତ୍ତର ପିପିଲି, ବାଲେଶ୍ୱର। କପିଳାସର ଚନ୍ଦ୍ରଶେଖର ମନ୍ଦିର କେଉଁ ରାଜାଙ୍କ ଦ୍ୱାରା ନିର୍ମିତ? ଉତ୍ତର ନରସିଂହ ଦେବ। ଓଡ଼ିଆ ଭାଷାକୁ କେବେ ସରକାରୀ ଭାଷା ଭାବେ ମାନ୍ୟତା ମିଳିଥିଲା? ଉତ୍ତର 9 ଏପ୍ରିଲ 1985 ମସିହା। ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ କେଉଁଠାରେ ସ୍ଥାପନ ହୋଇଥିଲା? ଏହାର ଉତ୍ତର ହେଉଛି ହରିପୁର। କୋରାପୁଟର ଗାନ୍ଧୀ କାହାକୁ କୁହାଯାଏ? ଉତ୍ତର ରାଧାକୃଷ୍ଣ ବିଶ୍ୱାସ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। କେଉଁ ଦୁର୍ଗରେ ବୀର ସୁରେନ୍ଦ୍ର ସାଏ ଆଜୀବନ ବନ୍ଦୀ ଭାବେ ରହିଥିଲେ? ଉତ୍ତର ଅସିରଗଡ଼ ଦୁର୍ଗ। ମାଲକାନଗିରିର ଗାନ୍ଧୀ କିଏ? ଏହାର ଉତ୍ତର ହେଉଛି ଲକ୍ଷ୍ମଣ ନାୟକ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ନଅଙ୍କ ଦୁର୍ଭିକ୍ଷରେ କେତେ ଜଣ ପ୍ରାଣ ହରାଇଥିଲେ? ଉତ୍ତର ହାରାହାରି ପ୍ରାୟ 10 ଲକ୍ଷ। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ ବିଶ୍ୱବିଦ୍ୟାଳୟ କେବେ ପ୍ରତିଷ୍ଠା କରାଗଲା? ଉତ୍ତର 1943 ମସିହାରେ। ଓଡ଼ିଶାର ଦ୍ୱିତୀୟ ଖାରବେଳ କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି କପିଳେନ୍ଦ୍ର ଦେବ। ଉତ୍କଳର ବାବର କାହାକୁ କୁହାଯାଏ? ଏହାର ସଠିକ୍ ଉତ୍ତର ହେଉଛି ଗଜପତି କୃଷ୍ଣଚନ୍ଦ୍ର ଦେବ।
ପରବର୍ତ୍ତୀ ପ୍ରଶ୍ନ, ଗୋପବନ୍ଧୁଙ୍କ ସମାଧିପୀଠର ନାମ କ'ଣ? ଉତ୍ତର ବକୁଳ ବନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ବାରବାଟୀ ଦୁର୍ଗ କିଏ ନିର୍ମାଣ କରିଥିଲେ? ଏହାର ଉତ୍ତର ହେଉଛି ଅନଙ୍ଗ ଭୀମ ଦେବ। ପରବର୍ତ୍ତୀ ପ୍ରଶ୍ନ, କେବେ ଖୋର୍ଦ୍ଧା ଇଂରେଜ ଅଧିକୃତ ହୋଇଥିଲା? ଉତ୍ତର 1804 ଡିସେମ୍ବର 4 ତାରିଖ। ସମ୍ରାଟ ଅଶୋକଙ୍କ ରାଜଧାନୀର ନାମ କ'ଣ ଥିଲା? ଉତ୍ତର ପାଟଳୀପୁତ୍ର। ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଦୁଇଟିରେ କେତୋଟି ଗୁମ୍ଫା ରହିଛି? ଏହାର ଉତ୍ତର ହେଉଛି 117ଟି। କଟକର ଉଚ୍ଚ ନ୍ୟାୟାଳୟ କେବେ ପ୍ରତିଷ୍ଠା କରାଗଲା? ଉତ୍ତର 1948 ମସିହାରେ। ମୁକୁନ୍ଦ ଦେବଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା? ଉତ୍ତର ବାରବାଟୀ ଦୁର୍ଗଠାରେ। ଅନନ୍ତ ଗୁମ୍ଫା କେଉଁ ପାହାଡ଼ରେ ଅବସ୍ଥିତ? ଏହାର ଉତ୍ତର ହେଉଛି ଖଣ୍ଡଗିରି। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା କେବେ ମିଳିଥିଲା? ଉତ୍ତର 20 ଫେବୃଆରୀ 2014। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ସାଙ୍ଗମାନଙ୍କ ସହିତ ନିହାତି ଭାବରେ ସେୟାର କରିଦିଅନ୍ତୁ। ଚ୍ୟାନେଲରେ ଯଦି କିଏ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍